ଧନଶ୍ରୀ ନାତାଶାଙ୍କୁ କହୁଛନ୍ତି, ନାତାଶା, ସେ ଅମ୍ବିକା କେତେବେଳେ ତଳକୁ ଆସିବ? ପୂଜା ସରିଗଲା ପରେ ଆସିବ ନା କ'ଣ? ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଆଣ୍ଟି ପ୍ଲିଜ୍। ନାତାଶା ଏମିତି କହିଲା ବେଳେ ଧନଶ୍ରୀ ଯେତେବେଳେ ଉପରକୁ ଅନଉଛନ୍ତି, ସେଇ ଟାଇମ୍ରେ ଧନଶ୍ରୀ ଦେଖୁଛନ୍ତି ଅମ୍ବିକା ଆସୁଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ ନାତାଶାକୁ କହୁଛନ୍ତି, ନାତାଶା, ତୁ ତ କହୁଥିଲୁ ସେ ସ୍ଲିପ୍ ବେସ୍ ବ୍ଲାଉଜ୍ ପିନ୍ଧିକି ଆସିବ। ଓ ସେ ତ ସେଇ ବ୍ଲାଉଜ୍ ପିନ୍ଧିଛି, ସେ ଯେଉଁଟା ପୂର୍ବରୁ ପିନ୍ଧିଥିଲା। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ହ୍ୱାଟ୍? ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ଦେଖୁନୁ ରେ ତୁ। ସେଇ ଟାଇମ୍ରେ ନାତାଶା ବି ଦେଖୁଛନ୍ତି ଅମ୍ବିକାକୁ, ଆଉ ଅମ୍ବିକା ଦେଖିକି ନାତାଶା ଆଉ ଧନଶ୍ରୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସେଇ ଟାଇମ୍ରେ ନାତାଶା ଅମ୍ବିକାଙ୍କ ପାଖକୁ ଯାଉଛନ୍ତି ଆଉ କହୁଛନ୍ତି, ମୁଁ ତମକୁ ଯେଉଁ ବ୍ଲାଉଜ୍ ଦେଇଥିଲି, ତମେ ସେ ବ୍ଲାଉଜ୍ ନ ପିନ୍ଧିକି ଏ ବ୍ଲାଉଜ୍ କାହିଁକି ପିନ୍ଧିଛ? ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି, ପିନ୍ଧିଥିଲି ଯେ ସେ ବ୍ଲାଉଜ୍ରେ ଇସୁ ଥିଲା, ସେଥିପାଇଁ ମୁଁ ଏ ବ୍ଲାଉଜ୍ଟା ପିନ୍ଧିଦେଲି। ସେଇ ଟାଇମ୍ରେ ଧନଶ୍ରୀ ଆଶ୍ଚର୍ଯ୍ୟ ହେଇକି ଅନଉଛନ୍ତି। ଆଉ ସେଇ ଟାଇମ୍ରେ ନାତାଶା କହୁଛନ୍ତି, ହଉ ଠିକ୍ ଅଛି, ଆସ ଆଉ ପୂଜାରେ ବସ। ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି, ଗୋଟେ ମିନିଟ୍, ଏ ପୂଜାରେ ତମର ବି ତ ଡ୍ରେସ୍ ମ୍ୟାଚ୍ କରୁନି, ତାହେଲେ ତମେ କାହିଁକି ଚେଞ୍ଜ କରିନ? ନା, ମୋ ଶାଢ଼ୀକୁ ନେଇକି ତମର କିଛି ପ୍ଲାନ୍ ଅଛି, ନହେଲେ ତମେ ଏତେ ଜଲ୍ଦି ଚେଞ୍ଜ କେମିତି ହେଇଗଲ? ରାଇଟ୍, ତମେ ନିଶ୍ଚୟ କିଛି ନା କିଛି ଭାବିଥିବ, ଆଉ ସେଇଥିପାଇଁ ଏସବୁ। ଏମିତି କହିଲା ବେଳେ ସେଇ ଟାଇମ୍ରେ ନାତାଶା କହୁଛନ୍ତି, ନାଇଁ ନାଇଁ, ମୁଁ ପ୍ଲାନ୍ କ'ଣ କରିବି? ଆରେ ତମେ ମୋ ରୁମ୍ରେ ଥିଲ ନା, ତାହେଲେ ମୁଁ କେମିତି ଚେଞ୍ଜ କରିଥାନ୍ତି? ଆଚ୍ଛା ଠିକ୍ ଅଛି, ମୁଁ ଏବେ ହିଁ ଚେଞ୍ଜ କରିକି ଆସୁଛି। ଏମିତି କହିକି ସେଇ ଟାଇମ୍ରେ ସେ ଜାଗାରୁ ନାତାଶା ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ ବି ନାତାଶାଙ୍କ ପାଖକୁ ଆସୁଛନ୍ତି, ଆଉ ନାତାଶା ତାଙ୍କ ରୁମ୍କୁ ଚାଲି ଆସୁଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ନାତାଶା, ଏବେ ତୁ କ'ଣ ତାକୁ କହି ତା ବ୍ଲାଉଜ୍କୁ ଚେଞ୍ଜ କରେଇବୁ? ଆଉ ଯେ ପର୍ଯ୍ୟନ୍ତ ସେ ସ୍ଲିଭ୍ଲେସ୍ ବ୍ଲାଉଜ୍ ନ ପିନ୍ଧିଛି, ତାହେଲେ ସେ ପର୍ଯ୍ୟନ୍ତ ଆମେ କେମିତି ଜାଣିବା ଯେ ତା ବାହୁରେ କି ତା କାନ୍ଧରେ କଳାଜାଇ ଅଛି କି ନାହିଁ? ଆଉ କେମିତି ବା ଜାଣିବା ସେ ଅମ୍ବିକା ନା ମୁକ୍ତି? ସେଇ ଟାଇମ୍ରେ ନାତାଶା କହୁଛନ୍ତି ଧନଶ୍ରୀକୁ, କିଛି ବି କରିକି ହେଲେ ଆଜି ମୁଁ ଜମା ହାର ମାନିବିନି। ସେ ମୁକ୍ତିର ମୁଁ ଆଜି ପର୍ଦ୍ଦାଫାଶ କରିକି ହିଁ ରହିବି। ତମେ ଖାଲି ୱେଟ୍ କର ଆଣ୍ଟି, ମୁଁ ବହୁତ ଶୀଘ୍ର ଡ୍ରେସ୍ ଚେଞ୍ଜ କରିକି ଆସୁଛି, ଆଉ ଆଜି ସମସ୍ତଙ୍କ ସାମ୍ନାରେ ତା ସତ ବାହାରକୁ ଆସିବ। ଯାଅ। ଏମିତି କହିକି ଧନଶ୍ରୀକୁ ନାତାଶା ସେ ରୁମ୍ରୁ ବାହାର କରେଇ ଦେଉଛନ୍ତି। ଆଉ ସେଇ ଟାଇମ୍ରେ ନାତାଶା କହୁଛନ୍ତି, ମୁକ୍ତି, ତୁ ବହୁତ ଭୁଲ କରିଦେଲୁ ବଞ୍ଚିକି ଆଉ ଏ ଘରକୁ ଫେରିକି। ଏବେ ତୁ ନିଶ୍ଚୟ ଭାବିବୁ କାହିଁକି ତୁ ଏ ନାତାଶା ଜୀବନରେ ଆସିଲୁ, ଆଉ କାହିଁକି ତୁ ମୋ ଭିତରେ ଆଉ ଏଡି ଭିତରେ ଆସିଲୁ। ତୁ ଖାଲି ଦେଖ ମୁକ୍ତି, ମୁଁ ତୋ ଅବସ୍ଥା କ'ଣ କରୁଛି। ଆଉ ନାତାଶା ଏମିତି କହିଲା ବେଳେ ସେଇ ଟାଇମ୍ରେ ଘରେ ତଳେ ସେପଟେ ମୁକ୍ତିଙ୍କର ଶ୍ରାଦ୍ଧ ବର୍ଷିକିଆ ଚାଲୁଛି, ଆଉ ଆଦି ଘିଅ ପୋଡ଼ୁଛନ୍ତି। ସେଇ ଟାଇମ୍ରେ ନାତାଶା ବି ରେଡ଼ି ହେଇକି ତଳକୁ ଆସୁଛନ୍ତି। ସେଇ ଟାଇମ୍ରେ ନାତାଶା ଗୋଟେ ନୋଟା ଦେହରେ କ୍ଷୀର ନେଇକି ଆସୁଛନ୍ତି, ଆଉ ସେ ଜାଣି ଶୁଣିକି ଅମ୍ବିକାଙ୍କ ଉପରେ ଢାଳି ଦେଉଛନ୍ତି। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଆଇ ଏମ୍ ସୋ ସରି ନାତାଶା। ଅମ୍ବିକା, କେହି ଜାଣେ ମୋ ପାଦଟା ଖସିଗଲା। ଓଃ ଶିଟ୍, ତମ ବ୍ଲାଉଜ୍ ତ ପୁରା ଓଦା ହେଇଗଲା, ଆଉ ତମ ଶାଢ଼ୀ ବି ଟୋଟାଲି ଓଦା ହେଇଗଲା। ଆଉ ତମେ ଗୋଟେ କାମ କର, ତମେ ଯାଇକି ଏ ଶାଢ଼ୀକୁ ଚେଞ୍ଜ କରିକି ଆସ। ଆଉ ତମେ ତ ଏ ଅବସ୍ଥାରେ ପୂଜାରେ ବସିପାରିବନି ନା। ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି, କିଛି କଥା ନାହିଁ, ମୁଁ ଆକୁ ପାଣି ମାରିକି ସଫା କରିଦେବି। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଅମ୍ବିକା ପ୍ଲିଜ୍, ମରିଯାଇଥିବା ଲୋକକୁ ଏମିତି ଅତି ଅପମାନ କରାଯାଏନି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ।